ଆଜିକାଲି ଝିଅଟି ପଢ଼ାରେ ମନ ଦେଉନାହିଁ, ମୋତେ ଚିନ୍ତା ଲାଗୁଛି। ହଁ, କିନ୍ତୁ ଆମେ ତାକୁ ବୁଝେଇଲେ ସେ ନିଶ୍ଚୟ ଭଲ ପଢ଼ିବ। ପରୀକ୍ଷା ପାଖେଇ ଆସୁଛି, ଏବେ ସେ ପରିଶ୍ରମ ନ କଲେ ପଛରେ ପଶ୍ଚାତାପ କରିବ। ଆଜି ସନ୍ଧ୍ୟାରେ ମୁଁ ତା ସହିତ ବସି ପଢ଼ା ଦେଖିବି। ଭଲ କଥା, ଆମେ ଦୁହେଁ ମିଶି ତାକୁ ସାହାଯ୍ୟ କରିବା। ଝିଅର ସଫଳତା ହେଉଛି ଆମର ସବୁଠାରୁ ବଡ଼ ଖୁସି। ହଁ, ଭଲ ପଢ଼ା ହିଁ ଉଜ୍ଜଳ ଭବିଷ୍ୟତର ମାର୍ଗ। ଏତେ ତୁ କାହିଁକି ମା ମନେ ମନେ କ'ଣ ଭାବୁଛୁ? ବାପା, ପରୀକ୍ଷାର ଭୟ ମୋ ମନକୁ ଭାଙ୍ଗି ଦେଉଛି। ଚେଷ୍ଟା କଲେ ବି ଆତ୍ମବିଶ୍ୱାସ ଆସୁନି। ଭୟ ମାନେ ଦୁର୍ବଳତା ନୁହେଁ ମା, ଏହା ଦାୟିତ୍ୱର ଚିହ୍ନ। ମୋତେ ଭୟ ଲାଗୁଛି ମା, ଯଦି ମୁଁ ଆପଣଙ୍କ ଆଶା ପୂରଣ କରିପାରିବିନି। ଆମ ଆଶା ମାର୍କ ଉପରେ ନୁହେଁ ମା, ତୁମ ଚେଷ୍ଟା ଉପରେ। ପରୀକ୍ଷା ହେଉଛି ଏକ ପର୍ଯ୍ୟାୟ ମା, ତୁମ ସମ୍ପୂର୍ଣ୍ଣ ଜୀବନ ନୁହେଁ। ମା, ବାପା, ଆପଣମାନଙ୍କ କଥା ମୋତେ ସାହସ ଦେଉଛି। ଭୁଲ ହେଲେ ମଧ୍ୟ ଡରନି ମା, ଆଗକୁ ବଢ଼ି ଚାଲ। ଆମେ ସବୁବେଳେ ତୁମ ସହିତ ଅଛୁ ମା। ମୁଁ ଭଲ ଚେଷ୍ଟା କରିବି ମା, ମୁଁ ଭଲ ଚେଷ୍ଟା କରିବି ବାପା, ମୁଁ ଭଲ କରିବି। ଏହି ସାହସ ହିଁ ତୁମର ସଫଳତା ମା। ଦୀର୍ଘ 3 ମାସ ପରେ ଇତିମଧ୍ୟରେ ଝିଅର ପରୀକ୍ଷା ସରିଯାଇଛି। ଝିଅ ପିତା ପରୀକ୍ଷା ଫଳକୁ ନେଇ ଚିନ୍ତିତ ଥିବାବେଳେ ଚିନ୍ତାରେ ଅଛି। ଆଜି ଝିଅର ପରୀକ୍ଷା ଫଳ ଆସିବ ବୋଲି ସେ କହୁଥିଲା। ସକାଳୁ ମୋ ମନଟା ଅସ୍ଥିର ଲାଗୁଛି। ମୋର ବି ସେହି ଅବସ୍ଥା, କିନ୍ତୁ ଫଳ ଯାହା ହେଉ ଝିଅର ମନୋବଳ ଭାଙ୍ଗିବା ଉଚିତ ନୁହେଁ। ନମ୍ବର କମ୍ ହେଲେ ବି ତାକୁ ସାହସ ଦେବା ଦରକାର। ଠିକ୍ କହିଲ, ମୁଁ ଝିଅର ପରୀକ୍ଷା ଫଳ ଦେଖି ଆସେ। ଝିଅର ପରୀକ୍ଷା ଫଳ କ'ଣ ହେଇଛି? ହଁ, ଡେରି ନ କରି ଯାଅ, ଝିଅର ପରୀକ୍ଷା ଫଳ ଦେଖି ଆସ। ହଁ ହଁ, ଯାଉଛି। ପଢ଼ିବୁ ରେ ପଢ଼ିବୁ, ଆମେ ପାଠ ପଢ଼ିବୁ। ପଢ଼ିବୁ ରେ ପଢ଼ିବୁ, ଆମେ ପାଠ ପଢ଼ିବୁ। ଆମ ଜୀବନକୁ ଆମେ ଆମ ହାତେ ଗଢ଼ିବୁ। ପଢ଼ିବୁ ରେ ପଢ଼ିବୁ, ଆମେ ପାଠ ପଢ଼ିବୁ। ପଢ଼ିବୁ ରେ ପଢ଼ିବୁ, ଆମେ ପାଠ ପଢ଼ିବୁ। ଆମ ଚଲା ବାଟ ନୁହେଁ ଖାଲି ଘର ପାଇତି, ପଢ଼ି ଲେଖି ଜାଣିଥିଲେ ସୁଖ ନେବୁ ସାଉଁଟି। କାମ ନୁହେଁ ଆମ ହାତେ, ଦିଅ ବହି କଲମ, ସମୟ କରିବ ସାରା ସମାଜକୁ ସଲାମ। ଅନ୍ୟାୟ ନୀତି ସାଥେ ଲଢ଼ିବୁ ରେ ଲଢ଼ିବୁ। ପଢ଼ିବୁ ରେ ପଢ଼ିବୁ, ଆମେ ପାଠ ପଢ଼ିବୁ। ପଢ଼ିବୁ ରେ ପଢ଼ିବୁ, ଆମେ ଠିକ୍ ପାଠ ହେବ। ପଢ଼ିବୁ। ପ୍ରଭୁ, ଆଜି ମୋ ଝିଅର ରିଜଲ୍ଟ ବାହାରିବ, କ'ଣ ହେଇଥିବ କେଜାଣି? ବାପା, ଧୈର୍ଯ୍ୟ ଧର, ଧୈର୍ଯ୍ୟ ଧର ବାପା, ମୁଁ ଭଲ ନମ୍ବର ରଖିବି। କ'ଣ ଦିଟା ଖାଇଦିଅ, ନହେଲେ ଦେହ ଖରାପ ହେଇଯିବ। ମୋତେ ଏପଟେ ରିଜଲ୍ଟ ଟେନସନ୍, ତୋତେ ଖାଇବା ଲାଗିଛି। 20 କିଲୋମିଟର ଯିବାର ଅଛି ରିଜଲ୍ଟ ଦେଖିବାକୁ। ଝିଅ, ଦେଲୁ ମା ରୋଲ୍ ନମ୍ବରଟା ଦେଲୁ, ଦେଖିବା ପାସ୍ କି ଫେଲ୍। ନିଅ ବାପା, ରୋଲ୍ ନମ୍ବର ନିଅ। ଝିଅର ରେଜଲ୍ଟ କ'ଣ ହେଇଛି? କ'ଣ ଏତେ ଟେନସନ୍?
ମୁଁ ବିଦ୍ୟାଳୟକୁ ଯାଇଥିଲି ଝିଅର ରେଜଲ୍ଟ ଦେଖିବାକୁ, କିନ୍ତୁ ରିଜଲ୍ଟ ଜାଣିପାରିଲି ନାହିଁ। କୋଉଠିକୁ ଯାଇଥିଲ? ବିଦ୍ୟାଳୟକୁ ଯାଇଥିଲି। ଏବେ ପରା ଡିଜିଟାଲ ଯୁଗ, ମୋବାଇଲ ଫୋନ, କମ୍ପ୍ୟୁଟର, ରୋବଟ ଯୁଗ। ଆମ ଓଡ଼ିଶା ଆଡଭାନ୍ସ ହେଲାଣି, ଡିଜିଟାଲ ହେଲାଣି, ସବୁ କାମ ଡିଜିଟାଲାଇଜ ହେଲାଣି। ଦେଲ ନମ୍ବର ଦେଲ, 12ଟା ହେଲାଣି। ମୋ ସ୍ମାର୍ଟଫୋନରେ ରେଜଲ୍ଟ ଦେଖିଦିଏ। ହଁ, ନମ୍ବର ନିଅ। ଝିଅ 92 ଶତକଡ଼ା ନମ୍ବର ରଖି ପାସ୍ କରିଛି। ବିଦ୍ୟାଳୟରେ ଟପର ବି ହୋଇଛି। ଦିଅ ମିଠା ଦିଅ। ସତ? ସତ, ଝିଅ ମୋର 92 ଶତକଡ଼ା ନମ୍ବର ରଖି ପାସ୍ କରିଛି। ହଁ, ଝିଅ 92 ଶତକଡ଼ା ନମ୍ବର ରଖି ପାସ୍ କରିଛି। ଏହା ହେଉଛି ଡିଜିଟାଲ ଗଭର୍ଣ୍ଣାନ୍ସ। ଏହା ଫଳରେ ସବୁ କାର୍ଯ୍ୟ କମ୍ ସମୟରେ ଏବଂ ସହଜରେ ହୋଇପାରୁଛି। ଯେପରିକି ବ୍ୟାଙ୍କରେ ପଇସା ଉଠାଇବା ଠାରୁ ଆରମ୍ଭ କରି ଆଧାର କାର୍ଡ଼ ଅପଡେଟ୍, RI ଅଫିସ୍, ପୋଲିସ ଷ୍ଟେସନ, ତହସିଲ କାର୍ଯ୍ୟାଳୟ ସହିତ ବିଦ୍ୟାଳୟର କାର୍ଯ୍ୟାଳୟରେ ମଧ୍ୟ ଡିଜିଟାଲ କାର୍ଯ୍ୟ ହେଉଅଛି।